ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଜି ହେଉଛି ଗାନ୍ଧୀ ଜୟନ୍ତୀ ଏବଂ 2 ଅକ୍ଟୋବର 2025 ମସିହା ଗୁରୁବାର। ଆସନ୍ତୁ ଜାଣିବା ଦେଶ ବିଦେଶ ଏବଂ ଆମ ରାଜ୍ୟରେ ଘଟୁଥିବା ପ୍ରମୁଖ ଖବର ଗୁଡ଼ିକ। ଆଜିର ପ୍ରଥମ ଖବର, ଏସ୍ଆଇ ପରୀକ୍ଷାରେ ଜାଲିଆତି ମାମଲାରେ 119 ଜଣ ଗିରଫ। ଆଜ୍ଞା ହଁ, ଏସ୍ଆଇ ପରୀକ୍ଷା କେଳେଙ୍କାରୀରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ବଡ଼ ସଫଳତା। କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ ଟିମ୍। 117 ପରୀକ୍ଷାର୍ଥୀଙ୍କ ସମେତ 2 ଦଲାଲ ଗିରଫ ହୋଇଛନ୍ତି। ରାତିସାରା କ୍ରାଇମବ୍ରାଞ୍ଚ ଓ ବ୍ରହ୍ମପୁର ପୋଲିସ ଜେରା ପରେ 119 ଜଣ ଗିରଫ ହୋଇଛନ୍ତି। ଗିରଫ 119 ଜଣଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ମିଳିଛି। ପରୀକ୍ଷାରେ ଜାଲିଆତି ପାଇଁ ହାଇଦ୍ରାବାଦ ପଳାଇ ଯିବାକୁ ବାହାରିଥିଲେ। ଫଳରେ ବ୍ରହ୍ମପୁର ପୋଲିସ 119 ଜଣଙ୍କୁ ଧରିଥିଲା। ଏହା ପରେ ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ଖବର, ପୋଲିସ ଏସ୍ଆଇ ପରୀକ୍ଷା ବାତିଲ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ। ପୋଲିସ ଏସ୍ଆଇ ପରୀକ୍ଷା ବାତିଲ ହୋଇଛି। ଫଳରେ ବିରୋଧୀ ଦଳର ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ଉଦାହରଣ ଦେଇ ନବୀନ କହିଛନ୍ତି ଯେ ଗତ ଜୁଲାଇ ମାସଠାରୁ ଏ ପର୍ଯ୍ୟନ୍ତ 4ଟି ପରୀକ୍ଷା ବାତିଲ ହୋଇସାରିଛି। 2025 ଜୁଲାଇ 20 ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଟିଚର ଏଲିଜିବିଲିଟି ଟେଷ୍ଟ 2025 ବାତିଲ ହୋଇଥିଲା। ଓଏସ୍ଏସ୍ସି ଦ୍ୱାରା ପରିଚାଳିତ ଆର୍ଆଇ ଏଆର୍ଆଇ ଅମିନ ପରୀକ୍ଷା ମଧ୍ୟ ବାତିଲ ହୋଇଥିଲା। ଏହାରି ମଧ୍ୟରେ ଶିକ୍ଷା ପରିଷଦ ବୋର୍ଡ ଦ୍ୱାରା ପରିଚାଳିତ ସ୍ପେଶାଲ ଓଟିଇଟି 2025 ପୁଣି ଥରେ ସ୍ଥଗିତ କରାଯାଇଥିଲା। ପରୀକ୍ଷାକୁ ନେଇ ବାରମ୍ବାର ସୃଷ୍ଟି ହୋଇଥିବା ବିଭ୍ରାଟ ଓଡ଼ିଶାର ନିଯୁକ୍ତି ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ନବୀନ ଏବଂ ରାଜ୍ୟର ଲକ୍ଷ ଲକ୍ଷ ଚାକିରି ପ୍ରତ୍ୟାଶୀଙ୍କୁ ମଧ୍ୟ ପ୍ରଭାବିତ କରିଛି ଏହି ପରୀକ୍ଷା ବାତିଲ। ଏସବୁ ଶାସନ ବ୍ୟବସ୍ଥାର ବିଫଳତାକୁ ଇଙ୍ଗିତ କରି ନବୀନ ପଟ୍ଟନାୟକ କଟାକ୍ଷ କରିଛନ୍ତି। ପରବର୍ତ୍ତୀ ଖବର, ଝୁମ୍ପୁରାରେ ମା ଦୁର୍ଗାଙ୍କ ପୂଜାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦୁଝର ଗସ୍ତରେ ଯାଇ ମା ଦୁର୍ଗାଙ୍କର ପୂଜାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପବିତ୍ର ମହାଷ୍ଟମୀ ଅବସରରେ କେନ୍ଦୁଝର ସ୍ଥିତ ଝୁମ୍ପୁରା ପୂଜା ମଣ୍ଡପରେ ଜଗତଜନନୀ ମା ଦୁର୍ଗାଙ୍କର ପୂଜା ଅର୍ଚ୍ଚନା କରିବା ସହିତ ମାଙ୍କ ନିକଟରେ ରାଜ୍ୟବାସୀଙ୍କର ମଙ୍ଗଳ କାମନା ମଧ୍ୟ କରିଛନ୍ତି ମୋହନ ମାଝୀ। ସେ କହିଛନ୍ତି ଯେ ମାଙ୍କର ପୂଜାରେ ସାମିଲ ହୋଇ ଏକ ଦିବ୍ୟ ଅନୁଭବ ହେଲା। ସମସ୍ତଙ୍କ ଉପରେ ମା ଦୁର୍ଗାଙ୍କର କୃପା ରହିଥାଉ। ପରବର୍ତ୍ତୀ ଖବର, ଲଘୁଚାପ ବର୍ଷାରେ ଭିଜିବ ପାର୍ବଣ। ଲଘୁଚାପ ବର୍ଷାରେ ଫିକା ପଡ଼ିପାରେ ଦଶହରା। ସମ୍ଭାବ୍ୟ ଲଘୁଚାପର ପ୍ରଭାବରେ ରାଜ୍ୟରେ ହୋଇପାରେ ପ୍ରବଳ ବର୍ଷା। ଗତକାଲି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଆଜି ଅବପାତର ରୂପ ନେବ। ଏହା ପ୍ରଭାବରେ ଅକ୍ଟୋବର 1 ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇସାରିଛି। ଆଜି ଅର୍ଥାତ୍ 2 ଅକ୍ଟୋବରରେ ଅବପାତରେ ପ୍ରବଳ ବର୍ଷା ହୋଇପାରେ। ଏହା ଫଳରେ 3 ତାରିଖ ଦକ୍ଷିଣ ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବ ଲଘୁଚାପ। ଏହାର ପ୍ରଭାବରେ ଅକ୍ଟୋବର 1ରୁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଲଘୁଚାପରେ ପୁଣି ଅକ୍ଟୋବର 1ରୁ ବଢ଼ିବ ବର୍ଷା। ଫଳରେ ମାଙ୍କର ମହାନବମୀ ଏବଂ ଦଶହରା ଫିକା ପଡ଼ିବାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର, କାର ଦୁର୍ଘଟଣାରେ ଆର୍ଆଇ ମୃତ ଏବଂ 6 ଜଣ ଗୁରୁତର ଆହତ। ବ୍ରହ୍ମପୁର ମା ତାରାତାରିଣୀଙ୍କର ଦର୍ଶନ ସାରି ଫେରିବା ବେଳକୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କାର। ହିନ୍ଦୋଳ ନିକଟସ୍ଥ ହୋଇଥିବା ଏହି ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 6 ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଅନୁଗୁଳ ଜିଲ୍ଲାର କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଏବଂ ତାଙ୍କ ସଙ୍ଗରେ ଥିବା 6 ଜଣ ଗୁରୁତର ଆହତ ହୋଇଛନ୍ତି। ପରବର୍ତ୍ତୀ ଖବର, କଟକରେ ଭାଙ୍ଗିଲା ପୂଜା ମଣ୍ଡପର ତାଜା ଏବଂ ଲାଇଟ୍ ଗେଟ୍। ଫଳରେ 3 ଜଣ ଆହତ। ଆଜ୍ଞା ହଁ, କଟକରେ ପୂଜା ମଣ୍ଡପର ତାଜା ଏବଂ ଲାଇଟ୍ ଗେଟ୍ ଭାଙ୍ଗି ପଡ଼ିଛି। ଦଶହରା ପୂଜା ମାହୋଲକୁ ଫିକା କରିଛି ଲଘୁଚାପ ବର୍ଷା। ଫଳରେ ଲଗାଣ ବର୍ଷା ଯୋଗୁଁ କଟକ ସ୍ଥିତ ରାଜା ବଗିଚାରେ ଥିବା ପୂଜା ମଣ୍ଡପର ତାଜା ଭାଙ୍ଗି 3 ଜଣ ଆହତ ହୋଇଛନ୍ତି। ସର୍ବୋଦୟପୁର ପୂଜା କମିଟି ପକ୍ଷରୁ ପୂଜା ଚାଲିଥିବା ବେଳେ ଘଟିଛି ଏହି ଅଘଟଣ। ଆହତ 3 ଜଣଙ୍କୁ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିବାର ସୂଚନା ମଧ୍ୟ ରହିଛି। ସେହିପରି ପୂଜା ଚାଲିଥିବା ବେଳେ କଟକରେ ଭୁଷୁଡ଼ିଥିଲା ଏହି ଗେଟ୍ଟି। ପରବର୍ତ୍ତୀ ଖବର, ଆର୍ଏସ୍ଏସ୍ର ଶତବାର୍ଷିକର ସମାରୋହରେ ଯୋଗଦେଲେ ମୋଦି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆର୍ଏସ୍ଏସ୍ର ଶତବାର୍ଷିକ ସମାରୋହର ଉପଲକ୍ଷେ ଦିଲ୍ଲୀ ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଏହି ଅବସରରେ ଦେଶ ପ୍ରତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅବଦାନ ପାଇଁ ଏକ ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଥିବା ସ୍ମାରକୀ ଡାକ ଟିକେଟ ଏବଂ ମୁଦ୍ରାର ମଧ୍ୟ ଉନ୍ମୋଚନ କରିଛନ୍ତି ମୋଦି। କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ମୋଦି
ସମାବେଶକୁ ସମ୍ବୋଧନ କରି ଦେଶର ଗଠନରେ ଆର୍ଏସ୍ଏସ୍ର ଭୂମିକାକୁ ପ୍ରଶଂସା କରିଛନ୍ତି। 100 ବର୍ଷର ସଂଘ ସମାଜର ସବୁ କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରୁଛି। ସଂଘର ଏକମାତ୍ର ଲକ୍ଷ୍ୟ ହେଉଛି ରାଷ୍ଟ୍ର ପ୍ରଥମ, ବ୍ୟକ୍ତି ନିର୍ମାଣରୁ ରାଷ୍ଟ୍ର ନିର୍ମାଣ ପର୍ଯ୍ୟନ୍ତ ସଂଘର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମୋଦି କହିଛନ୍ତି। ପରବର୍ତ୍ତୀ ଖବର, ଗାୟକ ଜୁବିନ ଗର୍ଗଙ୍କର ମୃତ୍ୟୁ ମାମଲାରେ 2 ଜଣ ଗିରଫ। ଆସାମର ପ୍ରସିଦ୍ଧ ଗାୟକ ଜୁବିନ ଗର୍ଗଙ୍କର ମୃତ୍ୟୁ ମାମଲାରେ 2 ଜଣ ଗିରଫ ହୋଇଛନ୍ତି। ନର୍ଥ ଇଷ୍ଟ ଇଣ୍ଡିଆର ଫେଷ୍ଟିଭାଲର ସଞ୍ଚାଳକ ଶ୍ୟାମ କୁମାର ମାହାନ୍ତ ଏବଂ ଜୁବିନଙ୍କର ମ୍ୟାନେଜର ସିଦ୍ଧାର୍ଥ ଶର୍ମାଙ୍କୁ ଗିରଫ କରିଛି ପୋଲିସ। ଶ୍ୟାମକାନୁ ମାହାନ୍ତ ଏବଂ ସିଦ୍ଧାର୍ଥ ଶର୍ମାଙ୍କୁ ଗିରଫ କରିଛି ଆସାମ ପୋଲିସ। ସିଙ୍ଗାପୁରରେ ଉଭୟ ଗିରଫ ହୋଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ଗୌହାଟୀ ଅଣାଯାଇଛନ୍ତି। ସେପ୍ଟେମ୍ବର 19ରେ ସିଙ୍ଗାପୁରରେ ଜୁବିନ ଗର୍ଗଙ୍କର ମୃତ୍ୟୁ ହୋଇଥିଲା। ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲର ଯୋଗ ଦେବାକୁ ଯାଇଥିବା ବେଳେ ମୃତ୍ୟୁ ହୋଇଥିଲା। ଏହି ନର୍ଥ ଇଣ୍ଡିଆ ଫେଷ୍ଟିଭାଲର ମୁଖ୍ୟ ଆୟୋଜକ ଥିଲେ ଶ୍ୟାମ କୁମାର ମାହାନ୍ତ ଏବଂ ଜୁବିନ ଗର୍ଗଙ୍କର ମ୍ୟାନେଜର ଥିଲେ ସିଦ୍ଧାର୍ଥ ଶର୍ମା। ଉଭୟଙ୍କୁ ବୁଧବାର ଦିନ ଅର୍ଥାତ୍ ଗତକାଲି କୋର୍ଟ ଚାଲାଣ କରାଯାଇଛି। ପରବର୍ତ୍ତୀ ଖବର, 2 ଦିନ ହେବ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପଦଯାତ୍ରା। ନୂଆପଡ଼ାର ଉପନିର୍ବାଚନ ପାଇଁ ପଦଯାତ୍ରା ସମୟ ବଦଳାଇଛି କଂଗ୍ରେସ। ଗାନ୍ଧୀ ଜୟନ୍ତୀ ଅର୍ଥାତ୍ ଅକ୍ଟୋବର 2 ତାରିଖ ଅର୍ଥାତ୍ ଆଜି ଏବଂ ଆସନ୍ତାକାଲି 2 ଓ 3 ତାରିଖ ମାତ୍ର 2 ଦିନ ହେବ ଗାନ୍ଧୀ ପତେ ଓଡ଼ିଶା ପଦଯାତ୍ରା। ମାଲକାନଗିରି ମେଟୁ ଅଞ୍ଚଳରୁ ପଦଯାତ୍ରା ଆରମ୍ଭ ହେବ। ପିସିସି ସଭାପତି ଭକ୍ତ ଦାସଙ୍କର ନେତୃତ୍ୱରେ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ। 2 ଦିନ ଧରି ଚାଲିବ ପଦଯାତ୍ରା। ଏହାପରେ ନୂଆପଡ଼ା ଉପନିର୍ବାଚନ ପରେ ପୁଣି ଥରେ ପଦଯାତ୍ରା ଆରମ୍ଭ ହେବ ଏବଂ ଏହା ବର୍ଷେ ବ୍ୟାପୀ ଚାଲିବ। ଓଡ଼ିଶାର ସୀମାକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ମେଟୁ ଅଞ୍ଚଳରୁ ପଦଯାତ୍ରା ବିଜେପି ସରକାରଙ୍କର ବିଫଳତାକୁ ଲୋକଙ୍କ ସାମ୍ନାକୁ ଆଣିବ କଂଗ୍ରେସ। ପରବର୍ତ୍ତୀ ଖବର, ତାମିଲନାଡୁ ଦଳାଚକଟା ଘଟଣା, ମୁହଁ ଖୋଲିଲେ ଟିଭିକେର ମୁଖ୍ୟ ବିଜୟ। ତାମିଲନାଡୁର ଅଭିନେତା ତଥା ରାଜନେତା ବିଜୟଙ୍କ ରାଲିରେ ଦଳାଚକଟା ଘଟଣା ନେଇ ଗତକାଲି ମୁହଁ ଖୋଲିଛନ୍ତି ବିଜୟ। ସେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ, ମୁଁ ମୋ ଜୀବନରେ ଏପରି ଦୁଃଖଦ ପରିସ୍ଥିତିକୁ ସାମ୍ନା କେବେ କରିନାହିଁ। ଶୀଘ୍ର ପୀଡ଼ିତାଙ୍କ ପରିବାରକୁ ଭେଟିବି। ଶୋକାକୁଳ ପରିବାରକୁ ସମବେଦନା ଜଣାଉଛି। ଯାହା ହେବା ଉଚିତ ନଥିଲା ତାହା ହୋଇଛି। ମୁଁ ସେଥିପାଇଁ ଦୁଃଖିତ। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଏଭଳି ଭୁଲ କରିନାହିଁ। ତଥାପି ଆମ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ ହୋଇଛି। ଦୟାକରି ଟିଭିକେ କର୍ମଚାରୀମାନଙ୍କୁ କ୍ଷତି କରନ୍ତୁ ନାହିଁ। ଯଦି ମୋର କିଛି ଭୁଲ ରହିଛି, ମୋ ଘରକୁ କିମ୍ବା ଅଫିସକୁ ଆସି ମୋ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି। ଏଭଳି କିଛି ବାର୍ତ୍ତା ଦେଇଛନ୍ତି ବିଜୟ। ପରବର୍ତ୍ତୀ ଖବର, ବିହାର ନିର୍ବାଚନ ପାଇଁ ଚୂଡ଼ାନ୍ତ ହେଲା ଭୋଟର ତାଲିକା। ପ୍ରକାଶ ପାଇଲା ବିହାର ବିଧାନସଭା ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା। ଭୋଟର ତାଲିକା ପ୍ରକାଶ କଲେ ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ। ମୁଖ୍ୟ ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ଭୋଟ ତାଲିକା ଉପଲବ୍ଧ ରହିଛି। ଲୋକମାନେ voters.eci.gov.in ଲିଙ୍କରେ କ୍ଲିକ୍ କରି ସେମାନଙ୍କର ନାମ ଦେଖିପାରିବେ। ବିହାର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଆଜି ମତଦାତାଙ୍କର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଅକ୍ଟୋବର 6 ତାରିଖ ପରେ କୌଣସି ମୁହୂର୍ତ୍ତରେ ବି ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ମଧ୍ୟ ରହିଛି। ପରବର୍ତ୍ତୀ ଖବର, ଦୀପାବଳି ପୂର୍ବରୁ ଖୁସି ଖବର ଦେଲେ କେନ୍ଦ୍ର ସରକାର। ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀମାନଙ୍କ ପାଇଁ ଦେଇଛନ୍ତି ଖୁସି ଖବର। ଦୀପାବଳିରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ଦେବାକୁ ଯାଉଛନ୍ତି ବଡ଼ ଉପହାର। କେନ୍ଦ୍ର ସରକାର କ୍ୟାବିନେଟ ବୈଠକରେ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କ ପାଇଁ ମହଙ୍ଗା ଭତ୍ତା ଅର୍ଥାତ୍ ଡିଏକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମହଙ୍ଗା ଭତ୍ତା 3% ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଡିଏ ଜୁଲାଇ 1ରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବ। ସମସ୍ତ କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବରର ବକେୟା ଅକ୍ଟୋବର ମାସ ଦରମା ସହିତ ମିଳିବ। ସରକାର ଦୀପାବଳି ପୂର୍ବରୁ ଲକ୍ଷ ଲକ୍ଷ କର୍ମଚାରୀମାନଙ୍କୁ ଏକ ଉପହାର ମଧ୍ୟ ଦେଇଛନ୍ତି। ମହଙ୍ଗା ଭତ୍ତା 3% ବୃଦ୍ଧି ପାଇଛି। ସପ୍ତମ ବେତନ ଆୟୋଗ ମୁତାବକ ସମସ୍ତ କେନ୍ଦ୍ର ସରକାର କର୍ମଚାରୀଙ୍କ ସହିତ ପେନସନଭୋଗୀଙ୍କ ପାଇଁ ଲାଗୁ ହେବ ଏହି ଡିଏ।